ଆଜି ଏଇ ଭିଡ଼ିଓ ମାଧ୍ୟମରେ ଆମେ ଠାକୁର ଶ୍ରୀ 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 କେଶବଚନ୍ଦ୍ରଙ୍କର ସ୍ୱହସ୍ତ ଲିଖିତ ବାଣୀ କେଶବ କୈବଲ୍ୟ କଣିକା ସେ କ'ଣ ନିଜ ସ୍ୱହସ୍ତରେ ଲେଖିଛନ୍ତି, କ'ଣ ଆମ ପାଇଁ କୈବଲ୍ୟ କଣିକା ଦେଇଛନ୍ତି, ସେ ବିଷୟରେ ଆସନ୍ତୁ ଶୁଣିବା। ଶ୍ରୀହାନି ଭୟରେ ଗୁରୁ ସନ୍ନିଧିରେ ଶରଣ ନେଉଛ ସିନା, ହେଲେ ଶରଣାଗତି ତଥାପି ଆସୁନାହିଁ। ଶରଣାଗତି ଭାବ ପରିପକ୍ୱ ହେଲେ ଯାଇ ଗୁରୁ ତମକୁ ତ୍ରିତାପରୁ ଉଦ୍ଧାର କରିବେ। ମୁହଁରେ ସବୁ ସମର୍ପଣ କରିଦେବାର କଥା ପ୍ରକାଶ କରି ଅନ୍ତରରେ ତାହା ମାନି ବାସ୍ତବରେ କାର୍ଯ୍ୟକାରୀ କର। ଦେଖ, ତମ ପଛରେ ଅବ୍ୟକ୍ତ ଶକ୍ତି ରକ୍ଷା କବଚ ପରି ତୁମକୁ ସୁରକ୍ଷିତ କରି ରଖୁଛି। ଖଳ ପ୍ରକୃତିର ଲୋକେ ମୁହଁରେ ଯାହା କହନ୍ତି, ଅନ୍ତରରେ ତା'ଠାରୁ ଭିନ୍ନ ଚିନ୍ତା ପୋଷଣ କରିଥାନ୍ତି, ପୁଣି କାମରେ ଓଲଟା କରନ୍ତି। ସେମାନଙ୍କୁ ଭରସା ନା ବିଶ୍ୱାସ କରି ହେବ? ନିଶ୍ୱାସ ପ୍ରଶ୍ୱାସର ପ୍ରତିଟି ଗତି ସହିତ ସମତାଳରେ ସବୁବେଳେ ଗୁରୁ ପ୍ରଦତ୍ତ ବୀଜମନ୍ତ୍ରର ମାନସ ଜପ ଦ୍ୱାରା ଅସାଧ୍ୟ ସାଧନ ହୋଇପାରେ। ତମେ ନିଜେ ଏହା କରି ପରୀକ୍ଷା କରିନେଇପାର। ସୃଷ୍ଟିକର୍ତ୍ତା କାହାରିକୁ ବଡ଼ ସାନ କରି ସର୍ଜନା କରିନଥାନ୍ତି। ବ୍ୟକ୍ତି ଆପଣା କଲା କର୍ମରୁ ଜଗତରେ ବଡ଼ ବା ସାନ ହୋଇଯାଏ। ତମେ ବଡ଼ ସାନ ଭେଦଭାବ ନ ରଖି ଶ୍ରୀ ଗୁରୁ ଚରଣରେ ଶରଣ ନେଇ ତ୍ୟାଗ ମନୋଭାବ ପୋଷଣ କର। ନିଷ୍ଠାରେ ଦୃଢ଼ତା ଆସିଗଲେ ବିଷୟା ବନ୍ଧନ ତୁଟିଯିବ, ତୁମେ ମୁକ୍ତ ହୋଇ ଭକ୍ତ ହୋଇଯିବ। ତମର ବୋଲି ଯାହା ସବୁ ମନେ କରି ଆବୋରି ଧରି ଗଣ୍ଠି ପକାଇ ବସିଛ, ସେ ସବୁ କ'ଣ ତମର ମୁକ୍ତି ମୋକ୍ଷ ନିର୍ବାଣର ପଥ ଖୋଲି ଦେଇପାରିବ? ସେସବୁ କ'ଣ ତମ ସହିତ ଗୋଡ଼ାଇ ଯିବ? ବିଷୟ ତ୍ୟାଗ କର, ମୁକ୍ତି ମୋକ୍ଷ ନିର୍ବାଣ ଭୋଗ କରିବ। ବିଷୟକୁ ଆପଣାର ଭାବି ଭୋଗ କରୁଥିବା ଯେ ପର୍ଯ୍ୟନ୍ତ ମୁକ୍ତି ମୋକ୍ଷ ନିର୍ବାଣ ପଥରେ ପାଦ ପକାଇ ଚାଲିପାରିବା ନାହିଁ। ବାଦାନୁବାଦରେ ସତ୍ୟ ସନ୍ଧାନ ହୁଏ ନାହିଁ। ସତ୍ୟ ସନ୍ଧାନ ଏବଂ ଈଶ୍ୱର ଉପଲବ୍ଧି ନିମନ୍ତେ ଦୃଢ଼ ବିଶ୍ୱାସ ହିଁ ଲୋଡ଼ା। ଯାହାର ବିଶ୍ୱାସ ଗାଢ଼, ସେ ସେତେ ଅଧିକ ଅନୁଭୂତି ଲାଭ କରେ। ଏଣିର ଅର୍ଥ ପ୍ରତ୍ୟୟ, ପ୍ରତ୍ୟୟର ଅର୍ଥ ବିଶ୍ୱାସ। ପ୍ରଗାଢ଼ ବିଶ୍ୱାସର ସହିତ ଗୁରୁଙ୍କ ଆଜ୍ଞା ଓ ଆଦେଶକୁ ମାନି କର୍ମ କରିଚାଲ। ବାଦ ବିସମ୍ବାଦ ଠାରୁ ଦୂରେଇ ରୁହ। ଦାନ ଧର୍ମ ତ୍ୟାଗ ସେବା ନିଷ୍ଠା ଓ ଆନ୍ତରିକତାର ସହିତ କର। ତମେ ମଧ୍ୟ ଈଶ୍ୱରଙ୍କର ପ୍ରିୟ ପୁତ୍ର ହୋଇଯିବ। ମର ଶରୀର ଧରି ଜୀବ ମାୟାରେ ପଡ଼ି କେତେ ଭାବରେ ଖେଳୁଛି। ମରମ ତଳେ ଈଶ୍ୱରୀୟ ଭାବଟି ମହା ଈଶ୍ୱରଙ୍କ ସହିତ ମିଶିଯିବା ଆଶାରେ ଆକୁଳ ହେଉଛି। ଜୀବ ଏହି ସୂକ୍ଷ୍ମ ଅନୁଭୂତି ଟିକକ ଅନୁଭବରେ ଆଣିପାରୁନାହିଁ। ଗୁରୁ ଗ୍ରହଣ କରି ଏକମୁଖୀ ହେଲେ ସିନା ହେବ। ବାଉଳା ହେଲେ ଅସଲ ଲକ୍ଷ୍ୟଟି ଭ୍ରଷ୍ଟ ହେବ ଓ ପ୍ରାପ୍ତିର ଦ୍ୱାର ଦେଶରେ ଥାଇ ମଧ୍ୟ ତାହା ଶେଷରେ ହରାଇ ବସିବ। ନଶ୍ୱର ଜଗତରେ ଯୁଗେ ଯୁଗେ ନାରୀର ପ୍ରାଧାନ୍ୟ ରହିଛି। ନାରୀ ଭିତରେ ବନ୍ଧନର ଶକ୍ତି ରହିଛି। ବନ୍ଧନ ଶକ୍ତି ଯାହାଠାରେ ଅଛି,
ସଞ୍ଚାରିଣୀ ଶକ୍ତି ମଧ୍ୟ ତାଠାରେ ଅଛି। ତେଣୁ ଆଧ୍ୟାତ୍ମିକ ଜଗତରେ ମଧ୍ୟ ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧ୍ୟାନ ବେଳେ ମନ ଚଞ୍ଚଳ ହେଉଛି, ଏକାଗ୍ରତା ଆସୁନାହିଁ କି? କାହିଁ ମନ ଅସ୍ଥିର ହେଉଛି? ବାକ୍ ସଂଯମତା ରକ୍ଷା କର। ଅଯଥାରେ ବହୁ ଲୋକଙ୍କ ସହିତ ମିଳାମିଶା କର ନାହିଁ। ଗୁଡ଼ାଏ ଗପ ନାହିଁ। ଏକାକୀ ରହି ନୀରବତା ରକ୍ଷା କରିବାର ଅଭ୍ୟାସ କର। ଧୀରେ ଧୀରେ ଏଥି ନିମନ୍ତେ ସମୟ ବଢ଼ାଇ ଚାଲ। ଗୁରୁଙ୍କ ଶ୍ରୀଚରଣରେ ଅଧିକରୁ ଅଧିକ ମନୋନିବେଶ କର। ଦେଖ, ଧ୍ୟାନ ଠିକ୍ ହେଉଛି, ଏକାଗ୍ରତା ମଧ୍ୟ ଆସିଯାଇଛି। ନତବଦନରେ ଜୀବର ବୋଧଶକ୍ତି ଓ ବିଶ୍ୱାସ ରହିଲେ, ଏହି ବୋଧ ଓ ବିଶ୍ୱାସ ଦୀର୍ଘସ୍ଥାୟୀ ହେଲେ ତାହା କ୍ରମେ ସଂସ୍କାର ତୋଳିବ ଏବଂ ଜନ୍ମ ଜନ୍ମାନ୍ତରର ସାଧନାରେ ସିଦ୍ଧି ଲାଭ ହେବ। ସମସ୍ତେ ଧର୍ମ କଥା ଶୁଣିପାରିବେ ନାହିଁ, କାରଣ ଶ୍ରୁତିମଣ୍ଡଳରୁ ଯିଏ ଆସିଥାଏ ସେ କେବଳ ଆଗ୍ରହରେ ଧର୍ମ କଥା ଶୁଣିବେ। ବକ୍ତା ଅପେକ୍ଷା ଶ୍ରୋତା ଆଗେ ସମାଧିପ୍ରାପ୍ତ ହୁଅନ୍ତି। ପ୍ରତ୍ୟେକ ଗୁରୁଅଙ୍ଗ ଧରାପୃଷ୍ଠକୁ ଆସିବା ସମୟରେ ଧର୍ମ ପ୍ରଚାର ପାଇଁ ଶ୍ରୁତିମଣ୍ଡଳରୁ ଅନେକ ଶ୍ରୋତା ସଙ୍ଗରେ ନେଇ ଆସିଥାନ୍ତି। ହଳ କରି ଜମିକୁ ସାରା କରିବା ପରେ ଯେପରି ବିହନ ବୁଣିଲେ ଫସଲ ଭଲ ହୁଏ, ସେହିପରି ବିଶ୍ୱାସ, ଶରଣାଗତି ଓ ସମର୍ପଣ ଭାବ ଆସିବା ପରେ ବୀଜମନ୍ତ୍ର ଜପ କଲେ ସୁଫଳ ସହଜରେ ମିଳିଥାଏ। ଅନ୍ତଃକରଣରେ ଅହଙ୍କାରକୁ ମୁଣ୍ଡା କରି ମନ୍ତ୍ର ଜପିବା ଯାହା, ପଥର ଉପରେ ବିହନ ବୁଣିବା ମଧ୍ୟ ତାହା। କାମନା ବାସନାର ବିନାଶ କ'ଣ ଏତେ ସହଜରେ ହୁଏ ନା ହେବ? ମନକୋଣରେ ଅନୁକୋଟି କାମନା ବାସନା ପ୍ରତି ମୁହୂର୍ତ୍ତରେ ଗଜୁରି ଉଠୁନାହିଁ କି? ମନ କିଆରୀ ତ ବାଳୁଙ୍ଗାରେ ପୂରି ଯାଇଛି। ତହିଁରେ ନାମ ଚାଷ କରିବ କିପରି? ତମକୁ ଯେଉଁ ଧର୍ମଧାରା ଦିଆଯାଇଛି ତାହା ନିଷ୍ଠା ଓ ଆନ୍ତରିକତାର ସହିତ ଅଭ୍ୟାସରେ ପକାଇ କରିଚାଲ। ତ୍ୟାଗ ଓ ଦାନ ଅକୁଣ୍ଠିତ ମନରେ କର। ବିଷୟାବନ୍ଧନ ତୁଟିଯିବ, ସର୍ବସିଦ୍ଧି ଲାଭ କରିବ। ରେ ମାୟାବୀ ଜୀବ, ସାଧନା ସୂତ୍ରକୁ ସିଦ୍ଧ କରିବା ପାଇଁ ସତ୍ସଙ୍ଗର ଆହ୍ୱାନ ଦିଆଯାଇଛି। କାହାକୁ ନେଇ ସତ୍ସଙ୍ଗ କରୁଛ? ଗୁରୁଙ୍କୁ ନେଇ ସତ୍ସଙ୍ଗ। ସତ୍ସଙ୍ଗରେ ବିଶୃଙ୍ଖଳିତ ହେଲେ ଗୁରୁଙ୍କୁ ଅବମାନନା, ଧର୍ମକୁ ଅବମାନନା। କେଉଁ ଭାବ ମନରେ ପୋଷଣ କରି ଶାଖା ସତ୍ସଙ୍ଗକୁ ନିୟମିତ ଆସୁନାହଁ? ଗଣ୍ଠିଲି ଫିଟାଇ ତ୍ୟାଗ ଭାବରେ ଦାନ ଧର୍ମ କରୁନାହଁ? ସ୍ୱାର୍ଥପର ଭାବକୁ ଦୃଢ଼ କଲେ ଅହଙ୍କାର ମନରେ ଜମାଟ ବାନ୍ଧିବ। ଶେଷରେ ଦେଖିବ ତମେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଛ। ମାର୍ଗ ଗୋଟିଏ, ଭାବ ଭିନ୍ନ ଭିନ୍ନ। ଭାବର ଅଭାବରେ ପଥ ହୁଡ଼ି ଜୀବ ଅବାଟରେ ପାଦ ପକାଏ। ଗୁରୁଙ୍କୁ ଧରି ତାଙ୍କ ନିର୍ଦ୍ଦେଶରେ ବାଟ ଚାଲିଲେ ପଥ ହୁଡ଼ି ଅବାଟକୁ ଯିବାର ଅବକାଶ ନଥାଏ ସତ, ମାତ୍ର ଗୁରୁଙ୍କୁ ମଥାରେ ଧରି କେତେଜଣ ବାଟ ଚାଲୁଛନ୍ତି? ନିର୍ମୋକ ବା ସାପର କାତି ଆପେ ଆପେ ତା ଦେହରୁ ଛାଡ଼ିଯାଏ। ସାପକୁ ଏଥି ନିମନ୍ତେ କଷ୍ଟ ସହିବାକୁ ପଡ଼େ ନାହିଁ। ତମେ ସେପରି ଗୁରୁଙ୍କୁ ସାନ୍ନିଧ୍ୟ ଲାଭ କରି ଅଭ୍ୟାସ କର୍ମଯୋଗରେ ଲିପ୍ତ ରହିଲେ ସବୁ ଅଳିଆ ଆପେ ଆପେ ତମ ମଧ୍ୟରୁ ବାହାରିଯିବ। ଏଥିପାଇଁ କୌଣସି କଷ୍ଟ ହେବ ନାହିଁ। ଚାତକ ବର୍ଷାକୁ ଏକ ଲୟରେ ଅନାଇ ରହିବା ପରି ତମେ ଗୁରୁଙ୍କ ଶ୍ରୀପଦକୁ ଧ୍ୟାନ କର। ଦେଖ, ତମ ମନ ସ୍ଥିର ଅଚଞ୍ଚଳ ହୋଇଯାଇଛି।
ଏହା ଏକ ଅଭ୍ୟାସ ଯୋଗ। ଅଭ୍ୟାସ କରି ପରଖି ଦେଖ। ଲକ୍ଷ୍ୟ ତୁମର ଚରମ ପ୍ରାପ୍ତି। ଏହି ଲକ୍ଷ୍ୟ ସ୍ଥିର ରଖ। ବିଷୟା ଜଗତର ସମସ୍ୟାରେ ଅସ୍ଥିର ହୁଅ ନାହିଁ। ସାଂସାରିକ ସମସ୍ୟାର ସମାଧାନ ପାଇଁ ଗୁରୁ ସନ୍ନିଧାନରେ ବ୍ୟସ୍ତ ହୁଅ ନାହିଁ। ଜାଗତିକ ପ୍ରାପ୍ତି ତୁମର ଲକ୍ଷ୍ୟ ନୁହେଁ। ବିଷୟା ପ୍ରାପ୍ତି ଆଶା ପୋଷଣ କରି ଅଳି କଲେ ଚରମ ପ୍ରାପ୍ତି ଠାରୁ ଦୂରେଇ ଯିବ। ସାବଧାନ, ଆଗକୁ ଘୋର ଦୁଃଖ ସଙ୍କଟର କାଳ ଘନେଇ ଆସୁଛି।